ସ୍ପିକାର ୟୁଟ୍ୟୁବ ଚ୍ୟାନେଲଟି ଶୁଣୁନ୍ ଦିନଭରର ଖବର ପଢୁଛନ୍ ହେମନ୍ତ କୁମାର ମହାପାତ୍ର। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ସମ୍ବଲପୁରନ ଗୁଟେ ସରକାରୀ କାର୍ଯ୍ୟକ୍ରମ थी ବନ୍ଦେ ଉତ୍କଳ ଜନନୀ ଗୀତ ଗାଇବାରକେ ମନା କରିଦେବାର ଆଉ ତାଙ୍କର ମନ୍ତବ୍ୟକେ ନେଇକରି ଗଲା 3 ଦିନ ହେବା ସାରା ରାଜନୀତି ସରଗରମ ହେଇଛେ। ଜୟନାରାୟଣଙ୍କୁ ପଶ୍ଚିମ ଓଡ଼ିଶାର ଭିନ୍ନ ଭିନ୍ନ ଜାଗାନୁ ଜବର ସମର୍ଥନ ମିଲୁଥିବାର ବେଲେ ବିଜେଡି ନେତାମାନେ ତାଙ୍କୁ ବିରୋଧ କରୁଛନ୍। ହେଲେ ରାଜ୍ୟର ଗାଁ ଗହଳିନୁ ରାଜଧାନୀକ ତକ ଜୟନାରାୟଣଙ୍କର ବାବଦେ ଚର୍ଚ୍ଚା ଜୋରଦାର ହେଉଛି। ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫୁ ସମ୍ବଲପୁରନ ଆଜ ଗୁଟେ ସାମ୍ବାଦିକ ସମ୍ମିଳନୀ थी ମଞ୍ଚର ଉପଦେଷ୍ଟା ଆଡଭୋକେଟ ଡକ୍ଟର ପ୍ରମୋଦ ରଥ କହିଛନ୍ ଯେ ଗଲା 8 ତାରିଖ ଦିନ ବିଧାୟକ ଜୟନାରାୟଣ ମିଶ୍ର ଯାହା କହିଛନ୍ ସେଟା ପଶ୍ଚିମ ଓଡ଼ିଶା ବାସୀଙ୍କର ସାଧାରଣ ଲୋକଙ୍କର ପ୍ରତିକ୍ରିୟା ଆଏ। ସେ ମୂଲୁ ବନ୍ଦେ ଉତ୍କଳ ଜନନୀ ଗୀତକେ ବିରୋଧ କରି ଆସୁଛନ୍ ଆଉ ଆଜ ବି ସେଟା ସେ କାୟମ ରଖିଛନ୍। ଜୟନାରାୟଣ କେନ୍ସି ଜାଗାନ ରାଜ୍ୟ ବିଭାଜନର କଥା ନାଇଁ କହି ସେ ସାରା ରାଜ୍ୟର ସାମଗ୍ରିକ ଆଉ ସମତୁଲ ବିକାଶର କଥା କହିଛନ୍। ଯେହେତୁ ଓଡ଼ିଶା କହିଲେ ଖାଲି ଉତ୍କଳ ନୁହେଁ, ଉତ୍କଳ ଓଡ଼ିଶାର ଗୁଟେ ଅଞ୍ଚଳ ଆଏ। ବନ୍ଦେ ଉତ୍କଳ ଜନନୀ थी ସାରା ରାଜ୍ୟର ଭୌଗୋଳିକ, ସାଂସ୍କୃତିକ, ଐତିହ୍ୟ ଆଉ ବରପୁତ୍ର ମାନଙ୍କର ଗୁଣଗାନ ନାଇଁ କରାଯାଇ ସେଥିର୍ଲାଗି ଖାଲି ଗୁଟେ ଛୋଟ ଇଲାକାର ଜୟଗାନ କରାଯାଉଥିବାର ଗୀତକେ ସମ୍ମାନ ଦେଇ ନାଇଁ ପାରନ୍ ବୋଲି ଜୟନାରାୟଣ କହିଛନ୍। ଡକ୍ଟର ରଥ କହିଛନ୍ ଯେ ଜୟନାରାୟଣଙ୍କର ମନ୍ତବ୍ୟକେ ଇଆଡେ ସିଆଡେ କରି ଭୁଲ ତଥ୍ୟ ଦେଇକରି କିଛି ନେତା ଓଡ଼ିଶାର ଲୋକମାନଙ୍କୁ ଭ୍ରମିତ କରୁଛନ୍। ପ୍ରକୃତି ବନ୍ଦେ ଉତ୍କଳ ଜନନୀ ସୁନ୍ଦର ଗୀତ ଆଏ, ହେଲେ କାହାକେ ଇଟା ଗାଇବାରକେ କି ଠିଆ ହବାରକେ ବାଧ୍ୟ କରାଯିବାରଟା ଜୟନାରାୟଣ ବିରୋଧ କରିଛନ୍। ଏଛେନ୍ ମୋହନ ମାଝୀଙ୍କର ସରକାର ରାଜ୍ୟ ଯେନ୍ତା କାମ କରୁଛନ୍ ଖୁବ୍ ଜଲ୍ଦି ଆଞ୍ଚଳିକ ବୈଷମ୍ୟ ଦୂର ହେଇପାରବା ବୋଲି ଡକ୍ଟର ରଥ ଆଶା କରିଛନ୍। ସାମ୍ବାଦିକ ସମ୍ମିଳନୀ थी ଉପସ୍ଥିତ ଥିବା ମଞ୍ଚର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି କହିଛନ୍ ଯେ 2020 ମସିହା थी ରାଜ୍ୟ थी ନବୀନ ପଟ୍ଟନାୟକଙ୍କର ସରକାର ଥିବାର ବେଲେ ବନ୍ଦେ ଉତ୍କଳ ଜନନୀକେ ରାଜ୍ୟ ସଙ୍ଗୀତର ମାନ୍ୟତା ଦିଆଯିବାର ବେଲେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ସେତେବେଳେ ବିରୋଧ କରିଥିଲା। ସେତେବେଳେ ଭିଲ୍ ବିଧାୟକ ଜୟନାରାୟଣ ମିଶ୍ର ଆଉ ରାଜ୍ୟ ସରକାରଙ୍କର ମନ୍ତ୍ରୀ ଥିବା ସୁଶାନ୍ତ ସିଂ ଇଟାକେ ବିରୋଧ କରିଥିଲେ। ସିଆଡେ କୋଶଳ ମିଳିତ କ୍ରିୟାନୁଷ୍ଠାନ କମିଟି ଜୟନାରାୟଣଙ୍କୁ ସମର୍ଥନ କରିଛେ। ଜୟନାରାୟଣ କୋଶଳ ବାବଦେ ଯାହା କହିଛନ୍ ସେଟା ଠିକ ଆଏ ବୋଲି କୁହାଯାଇକରି ବନ୍ଦେ ଉତ୍କଳ ଜନନୀ ଗୀତକେ ପଶ୍ଚିମ ଓଡ଼ିଶା ଉପରେ ଲଦି ଦିଆଯାଇଛି ବୋଲି କୁହାଯାଇଛି। ଇଟାକେ ଜଲ୍ଦି ପ୍ରତ୍ୟାହାର କରି ନିଆଯାଉ ବୋଲି ଦାବି କରି ବଲାଙ୍ଗୀର ଜିଲ୍ଲାପାଳଙ୍କର ଅଫିସ ସାମ୍ନା थी ଗଲା କାଏଲ କୋଶଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫୁ ବିକ୍ଷୋଭ କରାଯାଇଥିଲା। କଂଗ୍ରେସ ଦଳର ବରିଷ୍ଠ ନେତା ନରସିଂହ ମିଶ୍ର, କୋଶଳ ମୋର୍ଚ୍ଚାର ନେତା ବଲାଙ୍ଗୀରର ଆଡଭୋକେଟ ପ୍ରମୋଦ ମିଶ୍ର ଆଉ କଂଗ୍ରେସ ନେତା ଆଉ ଅଭିନେତା ମନୋଜ ମିଶ୍ର ବି ଜୟନାରାୟଣଙ୍କୁ ସମର୍ଥନ କରିଛନ୍। ବଲାଙ୍ଗୀର ଜିଲ୍ଲା ମୋରିବାହାଲ ବ୍ଲକ ସଦର ମହକୁମାନ ବି ଜୟନାରାୟଣଙ୍କୁ କୋଶଳ ମୁକ୍ତି ମୋର୍ଚ୍ଚା ତରଫୁ ସମର୍ଥନ ମିଳିଛେ। ବାରମ୍ବାର କୋଶଳ ଆଉ ପଶ୍ଚିମାଞ୍ଚଳକେ ଅଣଦେଖା କଲେ ବରଦାସ୍ତ କରା ନାଇଁ ଯେ ବୋଲି ଚେତାବନୀ ଦେଇକରି ମୋର୍ଚ୍ଚା ତରଫୁ ଟାୟାର ଜାଲିକରି ମୋର୍ଚ୍ଚାର କର୍ମୀମାନେ ପ୍ରତିବାଦ କରିଛନ୍। ଜୟନାରାୟଣଙ୍କୁ ସମର୍ଥନ କରି ସମ୍ବଲପୁରର ଗୋଲବଜାରନ ଆଜ ଗୁଟେ ସଭା ହେଇଯାଇଛି। ଇଥି ବନ୍ଦେ ଉତ୍କଳ ଜନନୀ ଗୀତକେ ବିରୋଧ କରାଯିବାର ସହିତ ଜୟନାରାୟଣଙ୍କର ସପକ୍ଷରେ ଭିନ୍ନ ଭିନ୍ନ ସ୍ଲୋଗାନ ଦିଆଯାଇଥିଲା। ଇତାର ଛଡା ଜୟନାରାୟଣଙ୍କର ବିରୋଧୀ ଟିପ୍ପଣୀ ଦେଇଥିବା ବିଜେଡି ସରକାରର ଆଗର ମନ୍ତ୍ରୀ ଅରୁଣ ସାହୁ ଆଉ ନିରଞ୍ଜନ ପୂଜାରୀଙ୍କର କୁଶପୁତଲା ଭିଲ୍ ଜଳାଯାଇଥିଲା। ସଭା थी ଅନିଲ ବେହେରା, ଅର୍ପଣ ଦାସ ନାୟକ, ବିଷ୍ଣୁ ଦାସ, ଅଜିତ ବେହେରା, ମୁନମୁନ ସୌଦାଗର, ସୁମିତ୍ରା ନାୟକ, କବିତା ବେହେରା ପ୍ରମୁଖ ଯୋଗ ଦେଇଥିଲେ।
विधानसभा बजेट अधिवेशन ର 2 ନମ୍ବର ଖେପର 3 ନମ୍ବର ଦିନେ ଆଜ ଶାସକ ଆଉ ବିରୋଧୀ ଦଳର ସଦସ୍ୟମାନଙ୍କର ଭିତରେ କିର୍ଲାଗଗା ହେବାର୍ନୁ ଗୃହ କାର୍ଯ୍ୟ ବାର ବାର ପ୍ରଭାବିତ ହେଇଥିଲା। ସ୍ଥିତି ସେନ୍ତା ଲାଗି ରହିଥିବାର୍ନୁ ବାଚସ୍ପତି ସୋରମା ପାଢୀ ଗୃହ କାର୍ଯ୍ୟକେ ଉପରବେଲା 4 ବଜେ ତକ ମୁଲତବୀ ରଖିଥିଲେ। ଉପରବେଲା ଗୃହ କାର୍ଯ୍ୟ ମୂଳ ହେଉନସାର ଫେର ଘାଏ କିର୍ଲାଗଗା ଲାଗି ରହିଥିଲା। ତାର ଭିତରେ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚା ଦାବି ଉପରେ ଆଲୋଚନା ହେଇଥିଲା। ଏ ସମୟାଥି ବିଭାଗର 1900 କୋଟିନୁ ଅଧିକା ଟଙ୍କାର ଖର୍ଚ୍ଚା ଦାବି ମଞ୍ଜୁରୀ ମିଳିଥିଲା। ଆଜ ସକାଳ ବେଳ ପ୍ରଶ୍ନକାଳ ମୂଳ ହେଉନସାର କଂଗ୍ରେସ ଆଉ ବିଜେଡି ସଦସ୍ୟମାନେ ଭିନ୍ନ ଭିନ୍ନ ପ୍ରସଙ୍ଗକେ ନେଇକରି ଗୃହନ ହୋହଲ୍ଲା କରିଥିଲେ। ହେଲେ ବିରୋଧୀମାନଙ୍କର ରଡା କିର୍ଲାଥି ବିଲ୍ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଚାଲିଥିଲା। ବିଧାନସଭାନ ବିଶୃଙ୍ଖଳିତ ଆଚରଣ ଲାଗି କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ବାଚସ୍ପତି ସୋରମା ପାଢୀ 7 ଦିନ ତକ ବିଧାନସଭାନୁ ନିଲମ୍ବନ କରିଛନ୍। ସିଆଡେ ତାରାପ୍ରସାଦ ବାହିନୀପତିଙ୍କର ଉପରେ ଏ କାର୍ଯ୍ୟାନୁଷ୍ଠାନକେ କଂଗ୍ରେସ ବିଧାୟକମାନେ ବିରୋଧ କରିକିରି ବାଚସ୍ପତିଙ୍କର ପୋଡିୟମ ତଳେ ଧାରଣା ଦେଇଥିଲେ। ରାଜ୍ୟର ସବୁ ଜିଲ୍ଲାନ ଆଇଜନୁ ଲକ୍ଷପତି ଦିଦି କର୍ମଶାଳା ମୂଲ ହେଇଛେ। ତଳ ସ୍ତରଥି ଅଧିକାନୁ ଅଧିକା ଲକ୍ଷପତି ଦିଦି ତିଆର କରବାର ଲାଗି କର୍ମଶାଳାଥି ଆଲୋଚନା କରାଯାଇଛେ। ଇତାର ସହିତ ଭିନ୍ନ ଭିନ୍ନ ସରକାରୀ ବିଭାଗର ସହଭାଗିତାଥି ସମ୍ଭାବ୍ୟ ଲକ୍ଷପତି ଦିଦିମାନଙ୍କର କ୍ଷମତା ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଆଉ ବ୍ୟବସାୟ ବଢାବାର ଲାଗି ବିଶେଷ ଧ୍ୟାନ ଦିଆଯାଇଛେ। ଇଥି ଫି ଜିଲ୍ଲାର ଷ୍ଟିୟରିଂ କମିଟିର ସଦସ୍ୟ କମ୍ୟୁନିଟି ସପୋର୍ଟ ଷ୍ଟାଫ ସମ୍ଭାବ୍ୟ ଲକ୍ଷପତି ଆଉ ସଫଳ ଲକ୍ଷପତି ଦିଦିମାନେ ଭାଗ ନେଉଛନ୍। କେନ୍ଦ୍ର ସରକାରଙ୍କ ସହଭାଗିତାଥି ରାଜ୍ୟ ସରକାର ଓଡ଼ିଶା ଜୀବିକା ମିଶନ ଜରିଏ ଇ ଯୋଜନା କାର୍ଯ୍ୟକାରୀ କରୁଛନ୍। ଇନ ଜନେଇ ଦିଆଯାଇପାରେ ଯେ ଆଜ ତକ ଓଡ଼ିଶାନ 8 ଲକ୍ଷନୁ ଅଧିକା ଲକ୍ଷପତି ଦିଦି ତିଆର ହେଇଛନ୍। ଆକାଂକ୍ଷୀ ଆଉ ଆଦିବାସୀ ଜିଲ୍ଲାନ 1,60,000ନୁ ଅଧିକା ଲକ୍ଷପତି ଦିଦି ରହିଛନ୍। ନୂଆ ଲକ୍ଷପତି ଦିଦିମାନଙ୍କର ପ୍ରଶିକ୍ଷଣ ଆଉ ବ୍ୟବସାୟର ବିକାଶ ଟିଡିପି ଯୋଜନା ତିଆର କରାଯାଇଛେ। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଅଡିଟୋରିୟମନ ହେଇଥିବା ଲକ୍ଷପତି ଦିଦି କର୍ମଶାଳାଥି ଆଗର ବିଧାୟକ ନାଉରୀ ନାୟକ, ବିଧାୟକ ଜୟନାରାୟଣ ମିଶ୍ରଙ୍କର ପ୍ରତିନିଧି ଶୁଭଶ୍ରୀ ମିଶ୍ର, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ଆଉ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରେଣୁବାଳା ନନ୍ଦଙ୍କର ସହିତ ଓଡ଼ିଶା ଜୀବିକା ମିଶନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ନୂଆପଡା ଜିଲ୍ଲା ସଦର ପୁରୁଣା ପୁଲିସ ପଡିଆନ ହେଇଥିବା କର୍ମଶାଳାଥି ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇକିରି କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କର ପ୍ରୋତ୍ସାହନ ଟଙ୍କାକେ ଠିକ ଭାବେ ବ୍ୟବହାର କରିକିରି ବିକାଶ ଦିଗେ ଆଗକେ ବଢବାରକେ ଆହ୍ୱାନ ଦେଇଛନ୍। ସେନ୍ତା ବଲାଙ୍ଗୀର କୌଶଳ କଳା ମଣ୍ଡଳ ପଡିଆନ ହେଇଥିବା କର୍ମଶାଳାଥି ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଯୋଗ ଦେଇକିରି ଜିଲ୍ଲାନ 50,000 ଲକ୍ଷପତି ଦିଦି ତିଆର କରବାର ଲାଗି ପ୍ରଶାସନ ତରଫୁ ଯୋଜନା କରାଯାଉଛି ବୋଲି କହିଛନ୍। ଇହାଦେ ଜିଲ୍ଲାନ 23,000 ଲକ୍ଷପତି ଦିଦି ଅଛନ୍ ବୋଲି ଜିଲ୍ଲାପାଳ ଇ ଅବସରରେ ସୂଚନା ଦେଇଛନ୍। କଳାହାଣ୍ଡି ଜିଲ୍ଲାର ସିକେରକୁପାନ ଥିବା ସିଆରପିଏଫ 64 ବାଟାଲିୟନ ତରଫୁ 15 ଦିନିଆ ସିଲେଇ ତାଲିମ କାର୍ଯ୍ୟକ୍ରମ ମୂଳ ହେଇଯାଇଛି। ଭବାନୀପାଟଣାର ମେସର୍ସ ଓଡ଼ିଶା ଆର୍ଟ ଆଣ୍ଡ କ୍ରାଫ୍ଟ ମିଶନ ସହଯୋଗଥି ହେଇଥିବା ଏ କାର୍ଯ୍ୟକ୍ରମକେ ସମ୍ବଲପୁର ରେଞ୍ଜର ଡେପୁଟି ଇନ୍ସପେକ୍ଟର ଜେନେରାଲ ଦିलीप କୁମାର ଅମ୍ବେଶ ଉଦ୍ଘାଟନ କରିଛନ୍। ମାଓ ଇଲାକାନ ସୁରକ୍ଷା ବାହିନୀ ସେନର ଲୋକମାନଙ୍କର ଭିତରେ ସମ୍ପର୍କ ବଢାବାର ଲାଗି ଏ କାର୍ଯ୍ୟକ୍ରମ ଆୟୋଜନ ହେଇଛେ। ଇ ବছর 4ଟା ସୂର୍ଯ୍ୟପରାଗ ଆଉ ଚନ୍ଦ୍ରଗ୍ରହଣ ହେବା। 2ଟା ଆଂଶିକ ସୂର୍ଯ୍ୟପରାଗ ଆଉ 2ଟା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖବାରକେ ମିଲବା। ଇ ବছରର ପହିଲା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆଇବା 14 ତାରିଖ ଦିନ ହେବା। ଏଟା ଆମେରିକା, ପଶ୍ଚିମ ୟୁରୋପ, ପଶ୍ଚିମ ଆଫ୍ରିକା, ଉତ୍ତର ଆଉ ଦକ୍ଷିଣ ଆଟଲାଣ୍ଟିକ ମହାସାଗର ଇଲାକାନ ଦେଖାଯିବା। ହେଲେ ଭାରତଥି ଇଟା ନାଇଁ ଦିଶେ।
भारतीय समय सकाळ बेला 10:39 थी चंद्रग्रहण मूल होकरी ऊपर बेला 2:01 तक देखा जिबा। पूर्ण ग्रहण दिनर 11:56 नु दिनर 1 बजे तक देखा देबा। से दिन जह्न पूरापूरी लाल रंग थी दिसबा। वैज्ञानिक माने इटा के गुटे विरल आउ दुर्लभ दृश्य बोली कहउछन। पूर्ण चंद्रग्रहण थी लाल जह्न देखा जिबाटा बहुत बरस उतरू आउ फिर सेटा दोल पूर्णिमा थी पड़ुछे। जेतेबेले जह्न पृथ्वीर छाईर पछाड़े पूरापूरी रही जिबा सेतेबेले सूर्य किरण इतार उपरे नाई पड़े। जह्न अंधार भीतर के चली जिबा। जह्न केबे भी पूरा कला देखा जाई नहीं थिबारनु से दिन पूरा लाल रंग देखा जिबा। बहुत थर टिके लाल रंग रो जह्न देखा जायसी हेले इथर पूरा लाल रंग दिसबा। इटा सुपरमून भील हेबा। सेंता आयबा 29 तारीख दिन आंशिक सूर्यपराग हेले भी भारत थी सेटा नहीं दिसे। सियाड़े सेप्टेम्बर 7 की 8 तारीख दिन पूर्ण चंद्र ग्रहण हेबा। इटा पूरा भारत सहित यूरोप अंटार्कटिका पश्चिम प्रशांत महासागर ऑस्ट्रेलिया आउ भारत महासागर रो केतेटा इलाका न देखा जिबा। वर्षर शेष आंशिक सूर्यपराग सेप्टेम्बर 21 आउ 22 तारीख दिन हेबा आउ इटा भील भारत के नहीं दिसे। बलांगीर रो प्राध्यापक डॉक्टर रंजन कुमार पाणिग्राही तांकर सामग्रिक साहित्य कृति लगी साहित्य सुधा सम्मान थी सम्मानित हेइछन। भद्रक रो कांतकवि साहित्य परिषद तरफु हेइथिबा 3 नंबर राज्य स्तरीय सारस्वत समारोह थी तांको ई सम्मान मिलिछे। गला 1 तारीख दिन डॉक्टर पाणिग्राही बलांगीर जिला लेखक परिषद तरफु हेइथिबा साहित्य हाट थी बिल संबर्धित हेइथिले। आपण माने खबर सुनुछन स्पीकर यूट्यूब चैनल थी। संबलपुर रो महांतीपड़ार ठाकुरबाड़ी मठन आज गोविंद द्वादशी उदे लक्षार्चन हेइथिला। इथि 164 जन भक्त श्री गोपाल महाप्रभु को 1,08 तुलसी पत्र चढ़ाइथिले। गौर दास मंत्र पाठ करिथिले। महंत श्रीनिवास दासंकर देखरेख थी हेइथिबा ई कार्यक्रम थी वृंदावन रो श्री दामकिंकर जी महाराज जोग देकरी तुलसी अर्चन आओ गोविंद द्वादशी महत्व उपरे प्रवचन देथिले। प्रदीप पाढ़ी धर्म पंडा प्रमुख कार्यक्रम थी सक्रिय भूमिका नेथिले। झारसुड़ा जिल्लार तालपटिया गान आजनु 24 प्रहरी नामयज्ञ मूल हेइछे। महिला माने कीर्तन सहित कलश बुड़े करी आसबार उतरू हेइथिबा अधिवास थी कटक रो रासबिहारी मठर महंत वृंदावन दास जोग देथिले। शेखर बाग पप्पू आउ तांकर धर्मपत्नी इथि कर्ता हेइथिबार बेले रोहित कुमार महापात्र पूजा करुछन। गांर राधारमण सेवा समिति तरफु फी बचर हेइ आसुथिबा 24 प्रहरी नाम यज्ञ थी ई बचर 70टा कीर्तन दल के निमंत्रण करा जाइछे। राधारमण सेवा समितिर सभापति अश्विनी कुमार महापात्र उपसभापति अजय शर्मा संपादक खतु साहू कोषाध्यक्ष उमेश साहू प्रमुखंकर सहित गांर युवक माने कार्यक्रम आयोजन करिछन। नाम यज्ञ आयबा 15 तारीख दिन सरबा। नुआपड़ा जिला थी हिंदू नुआ बरस पालन लगी गुटे प्रस्तुति बैठक जितेंद्र नाथ पट्टनायक अध्यक्षता थी हेइ जाइछे। इथि नुआ बरस केंता पालन करा जिबा से बाबदे आलोचना करा जिबार सहित गुटे कमिटी गढ़ा जाइछे। कमिटी थी विनोद बिहारी पाढ़ी सभापति कौशिक सराफ संपादक रश्मि रंजन चलान उपसभापति राजू नायकोर युग्म संपादक आओ विकास बंसल कोषाध्यक्ष भावे मनोनीत हेइछन। झारसुड़ा जिल्लार आघर साधारण संपादक एडवोकेट सत्यनारायण बहिदार आओ आघर झारसुड़ा ब्लॉक कृषक मोर्चा सभापति सत्यनारायण शर्मांकर वियोक्ति बीजेपी जिला शाखा तरफु गुटे शोक सभा थी श्रद्धांजलि दिया जाइछे। कार्यक्रम थी जिला सभापति रघुनंदन पंडा आघर जिला सभापति प्रमोद सेनापति वरिष्ठ बीजेपी नेता दिनेश जैन जिला साधारण संपादक चकानंद शाह
प्रमुख जोग देइकरी दुही नेता को श्रद्धांजलि जनैथिले। आजिर खबर इन शेष है। आपणकर इलाकाती हेउतिबा सभा समिति सांस्कृतिक कार्यक्रम बाबदे खबर प्रसारण लगी आमर व्हाट्सएप नंबर 9437348018 के लेखिकरी पठेई पारबे। संबलपुरी भाषा के बरकस करवार लगी आमर यूट्यूब चैनल के लाइक शेयर और सब्सक्राइब करवार के अनुरोध। आइबा काल खबर फिर सुनी पारबे राति 9 बजे। जोहार।